ମୁଁ ଆଜି ପ୍ରସ୍ତୁତ କରୁଛି ଚଣା ପକୋଡ଼ା। ଚଣା ପକୋଡ଼ା ଖାଇବା ପାଇଁ ବହୁତ ଟେଷ୍ଟି ବା ସୁସ୍ୱାଦୁ ଲାଗିଥାଏ। ଚଣାକୁ 5ରୁ 6 ଘଣ୍ଟା ମୁଁ ଏଠି ଭିଜେଇକି ରଖିଛି। ଭିଜିଗଲା ପରେ ମୁଁ ତାକୁ ଧୋଇଦେଲି। ଧୋଇ ଦେଇକି ଏଠି ପ୍ରେସରରେ ମୁଁ ପାଣି ସହ ବସାଇଲି। ସ୍ୱାଦ ଅନୁସାରେ ଲୁଣ ପକାଇଲି। ପକାଇକି ଗ୍ୟାସ୍ରେ ବସାଇଲି 5ରୁ 6ଟା ହୁଇସିଲ୍ ମାରିଲା ପର୍ଯ୍ୟନ୍ତ। ଦେଖିଲି ଚଣା ମୋର ସିଝିଗଲାଣି। ମୁଁ ସେଠୁ ଚଣାକୁ ଗୋଟେ ଛଙ୍କା ସାହାଯ୍ୟରେ ତାକୁ କାଢ଼ି ଦେଇଛି, ଯେପରି ଚଣା ଓ ପାଣି ଅଲଗା ହୋଇଯିବ। ଚଣା ବି ଥଣ୍ଡା ବି କରିବା ପାଇଁ ମୁଁ ତାକୁ ପାଣିକୁ କାଢ଼ିକି ଢାଳି ଦେଇଛି, ଚଣାକୁ ଥଣ୍ଡା କରିବା ପାଇଁ ରଖିଦେଇଛି। ମୁଁ ଏଠି ଗୋଟେ କୁଟା ନେଇଛି। କୁଟାରେ କିଛି 3-4ଟା କଞ୍ଚା ଲଙ୍କା ନେଲି, ରସୁଣ କିଛି ପାଖୁଡ଼ା ନେଲି, ଆଉ କିଛି ଅଦା ନେଲି। ତାକୁ ଛେଚିବା କୁଟି ଦେଇଛି। ଆପଣ ଚାହିଁଲେ ରସୁଣ, ଅଦା, କଞ୍ଚା ଲଙ୍କା ପେଷ୍ଟ ବି ନେଇପାରିବେ, ଚଳିବ। ଏଠି ମୁଁ ଗୋଟେ ବୋଲ୍ ନେଲି। ବୋଲ୍ରେ ଗୋଟେ ଚାମଚ ସୋରିଷ ତେଲ ଦେଲି। କିଛି ସ୍ୱାଦ ଅନୁସାରେ ଲୁଣ ଦେଲି। ହାଫ୍ ଚାମଚ ହଳଦୀ ଦେଲି। ହାଫ୍ ଚାମଚ ଲଙ୍କାଗୁଣ୍ଡ ଦେଲି। ହାଫ୍ ଚାମଚ ଧନିଆ ଗୁଣ୍ଡ ଦେଲି। ହାଫ୍ ଚାମଚ ଜିରା ଗୁଣ୍ଡ ଦେଲି। ଏଠି ମୁଁ ଯେଉଁ ଅଦା, ରସୁଣ, କଞ୍ଚା ଲଙ୍କା ପେଷ୍ଟ କରିଥିଲି ସେଇ ପେଷ୍ଟକୁ ଗୋଳେଇ ଦେଲି, ଯେପରି ଲୁଣ ଆଉ ଇଏ ସବୁ ଚାରିଆଡ଼େ ଗୋଳେଇ ହେଇଯିବ। ମୁଁ ଏଠି ଯେଉଁ ଚଣାକୁ ମାନେ ରଖିଥିଲି ସେଇ ଚଣାକୁ ମୁଁ ଏଠି ଶୁଖିଲା ଚଣାକୁ ମୁଁ ଢାଳିଦେଲି। ଦେଇକି ଗୋଳେଇ ଦେଲି, ଯେପରି କୋଟିଂ ଚଣାରେ ଲୁଣ ଆଉ ଯେଉଁ ତେଲର କୋଟିଂଟା ଲାଗିଯିବ। ମୁଁ ଏଠି ବେସନ 2 ଚାମଚ ନେଲି। 1 ଚାମଚ କର୍ଣ୍ଣଫ୍ଲୋର ନେଲି। ତାକୁ ଗୋଳେଇ ଦେଲି। ମୋର ଡ୍ରାଏ ହୋଇଗଲା, ଯେପରି ଚଣା ମୋର ଶୁଖିଲା ହେଇଯାଇଥିଲା। ମୁଁ ଟିକେ ପାଣି ଅଳ୍ପ ଦେଇଛି, ବେଶୀ ପାଣି ଦେବେନି, ପାଣିଆ ହେଇଯିବ। ଯେମିତି କୋଟିଂ ପୁରା ଲାଗିଯିବ ଚଣାରେ, ଯେମିତି ଆମେ ପକୁଡ଼ି କରିଥାଉ ସେଭଳି ଚଣାରେ କୋଟିଂଟା ଲାଗିଯିବ। ଦେଖନ୍ତୁ ମୋର କେମିତି ହେଇଯାଇଛି, ମାନେ କୋଟିଂ ପୁରା ଚଣାରେ ଲାଗିଯାଇଛି, ବେସନ ଆଉ କର୍ଣ୍ଣଫ୍ଲୋର କୋଟିଂ। ମୁଁ ଏଠି ଗୋଟେ କରେଇ ନେଲି। କରେଇରେ ତେଲ କିଛି ଗରମ କଲି। ତେଲ ଗରମ ହୋଇଗଲା ପରେ ମିଡ଼ିୟମ୍ ଆଞ୍ଚରେ ମୁଁ ଏଠି ପକୁଡ଼ି କଲା ଟାଇପ୍ର ମୁଁ ଏଠି ଚଣାକୁ ପକାଇଛି। ଗୋଟି ଗୋଟି କରି ପକାଇଛି, ମେଞ୍ଚେ ମେଞ୍ଚେ ପକାଇବେନି, ମୁଣ୍ଡା ଟାଇପ୍ର ହୋଇଯିବ। ଗୋଟି ଗୋଟି କରି ମୁଁ ଏଠି ପକାଇଛି। ଯେତିକି ମୋର ଥିଲା, ମୋର ଯେତିକି ଧରିବ ବୋଲି ମୁଁ ସେଇ ଅନୁସାରେ ମୁଁ ଗୋଟି ଗୋଟି କରି ଚଣାକୁ ପକାଇଛି। ପକାଇକି କିଛି ସମୟ ଛାଡ଼ି ଦେଇଛି। ମୁଁ ଏଠି କଞ୍ଚା ଲଙ୍କା ନେଇଛି। କଞ୍ଚା ଲଙ୍କାରେ ମଝି ପର୍ସନରୁ ଟିକେ ଚିରି ଦେଇଛି, ଯେହେତୁ ଲଙ୍କା ଫାଟିବ ବା ଫୁଟିବ, ମୁଁ ସେଥିପାଇଁ ଲଙ୍କାକୁ ଟିକେ ଚିରି ଦେଇଛି। ଚିରିକି ମୁଁ ସେଥିରେ ପକାଇଛି। 4ରୁ 5ଟା ଲଙ୍କା ପକାଇଛି। କିଛି ରସୁଣ ପାଖୁଡ଼ା ପକାଇଛି। ୟାର ଟେଷ୍ଟ ବା ଫ୍ଲେଭର ବହୁତ ଟେଷ୍ଟ ଲାଗେ, ବହୁତ ବାସ୍ନା ଭଲ ହୁଏ। ସେଇ ଅନୁସାରେ ଆପଣ ପକାଇବେ। ମୁଁ ଏଠି ଗୋଲ୍ଡେନ୍ ବ୍ରାଉନ୍ ହେଲା ପର୍ଯ୍ୟନ୍ତ ମୁଁ ତାକୁ ଭାଜିଛି ବା ଫ୍ରାଏ କରିଛି। ତାପରେ ତାକୁ ଗୋଟେ ଛଙ୍କା ସାହାଯ୍ୟରେ ତାକୁ କାଢ଼ି ଦେଇଛି। କିନ୍ତୁ ବହୁତ କ୍ରିସ୍ପି ଆଉ ବହୁତ ଟେଷ୍ଟି ଲାଗିଥାଏ। ସନ୍ଧ୍ୟାବେଳେ ଆମେ କିଛି ସନ୍ଧ୍ୟାବେଳେ ଖୋଜିଥାଉ କିଛି ନା କିଛି ସ୍ନାକ୍ସ ଖାଇବା ପାଇଁ। ଆପଣ ଗରମା ଗରମ ଏଇ ଯେଉଁ ବର୍ଷା ଆଉ ଶୀତ ପାଗକୁ ବନେଇକି ଥରେ ଖାଆନ୍ତୁ। ଗୋଟେ ଆଉ ଯେଉଁ ମୋର ବ୍ୟାଟର ଥିଲା, ଯେଉଁ ଚଣା ଥିଲା, ତାକୁ ଆଉ ଥରେ ପକାଇକି ସାରିଦେଲି। ଏଇ ଟାଇପ୍ର ଗୋଟା ଗୋଟା କରିକି ପକାଇବେ। ପକାଇଲା ଏଠି ଲଙ୍କା ଆଉ ରସୁଣ ସେମିତି ପକାଇବେ। 2ଟା ଲଙ୍କା, 2-4ଟା ଲଙ୍କା, 2-4ଟା ରସୁଣ ସେମିତି ପକାଇଦେବେ। ପକାଇ ଦେଇକି ତା'ର ଯେଉଁ ଫ୍ଲେଭରଟା ବହୁତ ଟେଷ୍ଟ ଲାଗେ। ପରେ ଏଠି ମୁଁ ସବୁ କାଢ଼ି ଦେଇଛି। କାଢ଼ି ଦେଇକି ମୁଁ ଚାଟ୍ ମସଲା ଟିକେ ପକାଇଛି। ମୋ ଚ୍ୟାନେଲକୁ ଲାଇକ୍ କରିବେ, ନୂଆ ହେଇଥିଲେ ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍କୁ ମାରିବେ।